କଣ ଅଣ୍ଡା ମାଛ ଦି ରକମ କରିଦେଇଛୁ। ଅଣ୍ଡା ମାଛ ଦି ରକମ କାହିଁକି ହେଇଛି? ତ ମୁଁ କହିଥିଲି ନା ମାଛ ଆଣିତେ। ମାଛ ଆଣିତେ କହିଥିଲୁ, ମୁଁ ଏଇନେ ଅଣ୍ଡା ରାନ୍ଧେ ଆଉ ତାପରେ ମାଛ ଆଣି ଅଣ୍ଡା ରାନ୍ଧିବା ବନ୍ଦ କରିଦେଇଥାନ୍ତୁ ସିନା। ଅଣ୍ଡାଟାକୁ ସିଝେଇକି କେମିତି ବନ୍ଦ କରିବି? ସିଝେଇ ଦେଇଥିଲୁ। ଆଉ ସିଝେଇ ନଥିଲି, ଆଉ ତ ସକାଳୁ କହିଥିଲି ନା। ସକାଳୁ ଆଣିକି ତ ଦେଲେନି, ଆଉ କଣ କରିଥାନ୍ତି? ହଉ ଅଣ୍ଡା ମାଛ ଦି ରକମ ଖା, ମୁଁ ତ କାମ କରିବା କଥା କରୁଛି, ତମର ଅସୁବିଧା କାମ କଣ? କରିବା ତମକୁ କିଏ କହିଥିଲା କି? ତମକୁ ମୁଁ ଷ୍ଟାର୍ଟିଂରୁ କହୁଥିଲି ମାଛ ଆଣ, ମାଛ ଆଣିଲ, ଯେମିତି ଅଣ୍ଡା ରନ୍ଧା ସରିଲା ନେଇ ଆଇଲ ମାଛ। ତମର ତ ଶୁଆ ମାଛ ଦେଖି ଲୋଭ ହେଲା, ଆମକୁ କଣ କହୁଛ? ସେଇଟା ମୁଁ କହିଲି କଣ ଯେ ଯେତେ ହେଲେ ମୋର ଧର୍ମ ପତ୍ନୀଟା ତୁ ଆଉ କହିଲୁ ଆଉ ଏଇଖିଣା ମାଛ ଖିଆ ହବନି, ଇଏ କରାହବନି, ମୋ ମନଟା ଦୁଃଖ ହେଲା, ସେଥିପାଇଁ ନେଇ ଆଇନି। ଆଉ କଣ କରିବି? ସେ କଥା କୁହନି, ଫାଷ୍ଟ ଷ୍ଟାର୍ଟିଂରୁ ମୁଁ ଅଣ୍ଡା ରାନ୍ଧି ସାରିଲା ପରେ ତୁ ନେଇକି ଆଇଛ, ମୁଁ ମନା କରୁଛି। ମୁଁ ଆଉ କଣ ଦେଖୁଥିଲି ନା ତମ ଅଣ୍ଡା? ନା ମୁଁ ତମକୁ କହିଛି ନା, ମୁଁ ଅଣ୍ଡା ନେଇକି ଆଇନି ଦୋକାନରୁ। ଦୋକାନରୁ ନେଇ ଆଇନି, ମୁଁ ଯଦି ରାନ୍ଧିବିନି ବୋଧେ। ଆଉ ରାନ୍ଧିବେନି, ଅଣ୍ଡା ଆଣିନି ଦୋକାନରୁ, ରାନ୍ଧା ହେଇଥିବନି, ଫେରନ୍ତିବ। ହଉ ହଉ ତମେ ଖାଅ ଖାଅ, ଏଇଦମ ଖାଅ, ଦେଖିଆ କଣ। ତମେ ଖାଉନା, ତମେ ବକିଆ ରହୁଛ। ଖାଅ। ତମେ ଯଦି ନ ଖାଆନ୍ତ ମାଛ ଖାଅନି ତାହେଲେ। ମୁଁ ନ ଖାଇଲେ ପଇସା ଦେଇଦଉନ। ହଁ ପଇସା ଦେଇଦେବି। ହଉ। ଆଜିର ଭିଡିଓରେ ମାଛ ଓ ଅଣ୍ଡା ପାଇଁ ଝଗଡା। ଜୟ ଜଗନ୍ନାଥ। ଏଇଠି ରହିଲୁ। କଣ ଅଣ୍ଡା ମାଛ ଦି ରକମ କରିଦେଇଛୁ। ଅଣ୍ଡା ମାଛ ଦି ରକମ କାହିଁକି ହେଇଛି? ତ ମୁଁ କହିଥିଲି ନା ମାଛ ଆଣିତେ। ମାଛ ଆଣିତେ କହିଥିଲୁ, ମୁଁ ଏଇନେ ଅଣ୍ଡା ରାନ୍ଧେ ଆଉ ତାପରେ ମାଛ ଆଣି ଅଣ୍ଡା ରାନ୍ଧିବା ବନ୍ଦ କରିଦେଇଥାନ୍ତୁ ସିନା। ଅଣ୍ଡାଟାକୁ ସିଝେଇକି କେମିତି ବନ୍ଦ କରିବି? ସିଝେଇ ଦେଇଥିଲୁ। ଆଉ ସିଝେଇ ନଥିଲି, ଆଉ ତ ସକାଳୁ କହିଥିଲି ନା। ସକାଳୁ ଆଣିକି ତ ଦେଲେନି, ଆଉ କଣ କରିଥାନ୍ତି? ହଉ ଅଣ୍ଡା ମାଛ ଦି ରକମ ଖା, ମୁଁ ତ କାମ କରିବା କଥା କରୁଛି, ତମର ଅସୁବିଧା କଣ? କାମ କରିବା ତମକୁ କିଏ କହିଥିଲା କି? ତମକୁ ମୁଁ ଷ୍ଟାର୍ଟିଂରୁ କହୁଥିଲି ମାଛ ଆଣ, ମାଛ ଆଣିଲ, ଯେମିତି ଅଣ୍ଡା ରନ୍ଧା ସରିଲା ନେଇ ଆଇଲ ମାଛ। ତମର ତ ଶୁଆ ମାଛ ଦେଖି ଲୋଭ ହେଲା, ଆମକୁ କଣ କହୁଛ? ସେଇଟା ମୁଁ କହିଲି କଣ ଯେ ଯେତେ ହେଲେ ମୋର ଧର୍ମ ପତ୍ନୀଟା ତୁ ଆଉ କହିଲୁ ଆଉ ଏଇଖିଣା ମାଛ ଖିଆ ହବନି, ଇଏ କରାହବନି, ମୋ ମନଟା ଦୁଃଖ ହେଲା, ସେଥିପାଇଁ ନେଇ ଆଇନି। ଆଉ କଣ କରିବି? ସେ କଥା କୁହନି, ଫାଷ୍ଟ ଷ୍ଟାର୍ଟିଂରୁ ମୁଁ ଅଣ୍ଡା ରାନ୍ଧି ସାରିଲା ପରେ ତୁ ନେଇକି ଆଇଛ, ମୁଁ ମନା କରୁଛି। ମୁଁ ଆଉ କଣ ଦେଖୁଥିଲି ନା ତମ ଅଣ୍ଡା? ନା ମୁଁ ତମକୁ କହିଛି ନା, ମୁଁ ଅଣ୍ଡା ନେଇକି ଆଇନି ଦୋକାନରୁ। ଦୋକାନରୁ ନେଇ ଆଇନି, ମୁଁ ଯଦି ରାନ୍ଧିବିନି ବୋଧେ। ଆଉ ରାନ୍ଧିବେନି, ଅଣ୍ଡା ଆଣିନି ଦୋକାନରୁ, ରାନ୍ଧା ହେଇଥିବନି, ଫେରନ୍ତିବ। ହଉ ହଉ ତମେ ଖାଅ ଖାଅ, ଏଇଦମ ଖାଅ, ଦେଖିଆ କଣ। ତମେ ଖାଉନା, ତମେ ବକିଆ ରହୁଛ। ଖାଅ। ତମେ ଯଦି ନ ଖାଆନ୍ତ ମାଛ ଖାଅନି ତାହେଲେ। ମୁଁ ନ ଖାଇଲେ ପଇସା ଦେଇଦଉନ। ହଁ ପଇସା ଦେଇଦେବି। ହଉ। ଆଜିର ଭିଡିଓରେ ମାଛ ଓ ଅଣ୍ଡା ପାଇଁ ଝଗଡା। ଜୟ ଜଗନ୍ନାଥ। ଏଇଠି ରହିଲୁ।